नमस्कार आपण समस्तଙ୍କ ପାଇଁ ଗୋଟେ ଗୁରୁତ୍ୱପୂର୍ଣ୍ଣ ସୂଚନା ଗଭର୍ଣ୍ଣମେଣ୍ଟ ଅଫ ଓଡ଼ିଶା ସ୍କୁଲ ଆଣ୍ଡ ମାସ୍ ଏଜୁକେସନ ଡିପାର୍ଟମେଣ୍ଟ ତରଫରୁ ଗୋଟେ ନୋଟିଫିକେସନ ଆସିଛି ଯୋଉ ନୋଟିଫିକେସନ ଟି ହେଉଛି ଆମର ଓଡ଼ିଶାରେ ଯୋଉ ଶିଶୁ ବାଟିକା ଅଛି ତ ସେଥିପାଇଁ ହେଉଛି ଶିଶୁ ସେବିକା ହେଉଛି ନିୟୋଜିତ କରାହବ ନିଯୁକ୍ତି କରାହବ ତ ସେଥିପାଇଁ ହେଉଛି ଗୋଟେ ନୋଟିଫିକେସନ ଆସିଛି ତ ଆଜିର ଭିଡ଼ିଓରେ ସେଇ ନୋଟିଫିକେସନ ବିଷୟରେ କଥା ହେବା ତାପରେ ଆପଣଙ୍କର ଏଜ୍ ଲିମିଟ୍ କ'ଣ ରହିବ ସେଇ ଜବ୍ କରିବା ପାଇଁ ଆପଣଙ୍କର ଏଜ୍ ଲିମିଟ୍ କେତେ ରହିବ ତାପରେ ଆପଣଙ୍କର କ୍ୱାଲିଫିକେସନ କେତେ ରହିବ ତାପରେ ହେଉଛି ଆପଣଙ୍କର ସାଲେରୀ କେତେ ରହିବ ସବୁ ଡିଟେଲ୍ସରେ କଥା ହେବା এই ভিডিওରେ ତ ଚାଲନ୍ତୁ ଭିଡ଼ିଓକୁ ଡେଟ୍ ନ କରି ଭିଡ଼ିଓକୁ ଷ୍ଟାର୍ଟ କରିବା ଭିଡ଼ିଓକୁ ଷ୍ଟାର୍ଟ କରିବା ପୂର୍ବରୁ ଆପଣମାନେ ଯଦି ଆମ ଚ୍ୟାନେଲକୁ ନୂଆ କରି ଆସିଛନ୍ତି ତ ଚ୍ୟାନେଲକୁ ସବସ୍କ୍ରାଇବ କରି ପାଖରେ ଥିବା ବେଲ୍ ଆଇକନକୁ ପ୍ରେସ୍ କରି ନିଅନ୍ତୁ ଯାହାଫଳରେ ଏମିତି ନୂଆ ନୂଆ ଭିଡ଼ିଓ ଆପଣଙ୍କ ପାଖରେ ସର୍ବପ୍ରଥମେ ପହଞ୍ଚିବ ତ ଦେଖିପାରୁଥିବେ ଗଭର୍ଣ୍ଣମେଣ୍ଟ ଅଫ ଓଡ଼ିଶା ସ୍କୁଲ ଆଣ୍ଡ ମାସ୍ ଏଜୁକେସନ ଡିପାର୍ଟମେଣ୍ଟରୁ ଏହି ନୋଟିସଟି ଆସିଛି ତ ଗୋଟେ ଦେଖିପାରୁଥିବେ ନୋଟିସ ଦେଖିପାରୁଥିବେ ଆଜ୍ ପର ଦ ମେଣ୍ଟେନ୍ ଅଫ ଦ ନ୍ୟାସନାଲ ଏଜୁକେସନ ପଲିସି ତ ହେଉଛି ନ୍ୟାସନାଲ ଏଜୁକେସନ ପଲିସି ହେଉଛି ଆମ ଓଡ଼ିଶାରେ ଲାଗୁ ହୋଇଯାଇଛି ତ ତାହା ଅଣ୍ଡରରେ ଆମ ଯେଉଁ ଓଡ଼ିଶାରେ ଯେଉଁ ଶିଶୁ ବାଟିକା ଅଛି ତ ସେଥିପାଇଁ ହେଉଛି ଆପଣଙ୍କୁ ଶିଶୁ ସେବିକା ନିଯୁକ୍ତି କରାହବ ଅଲ୍ ଗଭର୍ଣ୍ଣମେଣ୍ଟ ସ୍କୁଲ ପ୍ରାଇମେରୀ ସ୍କୁଲରେ ଦେଖିପାରୁଥିବେ ଅଲ୍ ଗଭର୍ଣ୍ଣମେଣ୍ଟ ପ୍ରାଇମେରୀ ସ୍କୁଲ ହ୍ୱେନ୍ ଆର୍ ଚିଲଡ୍ରେନ୍ ଇନ୍ ଦ ଏଜ୍ ଗ୍ରୁପ ଅଫ୍ ଇୟର 5ରୁ ଯେଉଁ 6 ବର୍ଷ ବୟସରେ ଯେଉଁ ପିଲାମାନେ ଅଛନ୍ତି ତ ସେମାନଙ୍କୁ ଆଡମିଟ୍ କରାହବ ପ୍ରି ସ୍କୁଲ ଏଜୁକେସନ ଫ୍ରମ୍ ଦ ଏକାଡେମୀ ଇୟର 2025-26ରେ ତାଙ୍କୁ ଆଡମିଟ୍ କରାହବ ତ ହେଉଛି ଶିଶୁ ସେବିକା ଦେଖିପାରୁଥିବେ ଶିଶୁ ସେବିକାରେ ଏଙ୍ଗେଜ୍ ଗଭର୍ଣ୍ଣମେଣ୍ଟ ସ୍କୁଲ ହାଭିଂ ଦ ଶିଶୁ ବାଟିକା ୱିଥ୍ ପ୍ରିସ୍କ୍ରାଇବ୍ ଦ ଏନରୋଲମେଣ୍ଟ ତ ଶିଶୁ ସେବିକା ଆପଣଙ୍କର ପରମାନେଣ୍ଟ ଜବ୍ ରହିବ ତ ଆପଣଙ୍କ ଯେଉଁମାନେ ଶିଶୁ ସେବିକାରେ କାମ କରିବେ ତ ତାଙ୍କର ହେଉଛି ମନ୍ଥଲି ସାଲେରୀ ରହିବ ଦେଖିପାରୁଥିବେ ମନ୍ଥଲି ସାଲେରୀ ଅଛି 3,000 ପର ମନ୍ଥ 3,000 ଆପଣଙ୍କୁ ସାଲେରୀ ମିଳିବ ତାପରେ ହେଉଛି ଆପଣଙ୍କର ହାୟରିଂ ପ୍ରୋସେସ୍ ତ ହାୟରିଂ ପ୍ରୋସେସରେ ଦେଖିପାରୁଥିବେ ଦ ସ୍କୁଲ ମ୍ୟାନେଜମେଣ୍ଟ କମ୍ୟୁନିଟି SMC at the school level should be responsible of the engagement of ଶିଶୁ ବାଟିକା ତ ଶିଶୁ ବାଟିକାରେ ଶିଶୁ ସେବିକା ତ ଶିଶୁ ସେବିକା ଯେଉଁ ହେଉଛି ହାୟରିଂ ପ୍ରୋସେସ୍ ଯେଉଁ ସିଲେକ୍ସନ୍ ପ୍ରୋସେସ୍ କରିବେ ତ ସେ ହେଉଛି ସ୍କୁଲ କମିଟି ଦ୍ୱାରା ସିଲେକ୍ସନ୍ ପ୍ରୋସେସ୍ କରାହବ ସ୍କୁଲ ମ୍ୟାନେଜମେଣ୍ଟ କମିଟି ଦ୍ୱାରା ସିଲେକ୍ସନ୍ କରିବେ ତ ହେଉଛି ସିଲେକ୍ସନ୍ କେମିତି ହେବ ନା ସିଲେକ୍ସନ୍ ଆପଣଙ୍କର ହେବ କି ଯଦି ଆପଣଙ୍କର ଏରିଆରେ ଆପଣଙ୍କ ଗୋଟେ ସ୍କୁଲ ପାଇଁ ଯଦି 10 ଜଣ ହେଉଛି ଆପ୍ଲାଏ କଲେ ତ 10 ଜଣଙ୍କ ମଧ୍ୟରୁ ଯାହାର ମାର୍କ ହାଇ ଥିବ ଯାହାର ମାର୍କ ଅଧିକା ଥିବ ତ ତାଙ୍କୁ ସିଲେକ୍ସନ୍ କରାଯିବ ତା ସହିତ ST/SC ସେମିତି ଏଜ୍ ରିଲାକ୍ସନ୍ ଯେମିତି ଆମର ଥାଏ ତ ସେମିତି ଆମର କାଷ୍ଟ ହେଉଛି କାଷ୍ଟ ବେସିସ୍ରେ ବି ସିଲେକ୍ସନ୍ ହେଇପାରେ ତାପରେ ହେଉଛି ଡିଟେଲ୍ସ ଆପଣଙ୍କର ଡିଟେଲ୍ସ ଗାଇଡ଼ଲାଇନ୍ ହେଉଛି ପ୍ରୋସେସ୍ ହାୟରିଂ ପ୍ରୋସେସ୍ର ମାନେ ଯେଉଁ ଆପଣଙ୍କର ଜଏନିଂ ବା ଆପଣଙ୍କ ସିଲେକ୍ସନ୍ ପ୍ରୋସେସ୍ର ଡିଟେଲ୍ସ ଗାଇଡ଼ଲାଇନ୍ ଆପଣଙ୍କର ଶିଶୁ ସେବିକାମାନଙ୍କ ପାଇଁ ହେଉଛି ଇସ୍ୟୁ କରିବେ କିଏ ନା ଓଡ଼ିଶା ସ୍କୁଲ ଏଜୁକେସନ ପ୍ରୋଗ୍ରାମ ଅଥରିଟି ସେ ହେଉଛି ତାଙ୍କର ସବୁ ଡିଟେଲ୍ସ ଗାଇଡ଼ଲାଇନ୍ କରିବେ କେମିତି ଆପ୍ଲାଏ କରାହବ ତାପରେ ହେଉଛି କ'ଣ କ'ଣ ଇଲିଜିବିଲିଟି କ୍ରାଇଟେରିଆ ରହିଛି ସବୁ ଡିଟେଲ୍ସ ହେଉଛି ସେମାନେ ହେଉଛି ଗାଇଡ଼ଲାଇନ୍ ତିଆରି କରିବେ ଏପର୍ଯ୍ୟନ୍ତ ଗାଇଡ଼ଲାଇନ୍ ଆସିନାହିଁ ତ ଇଏ ଗୋଟେ ସର୍ଟ ନୋଟିସ୍ ଆସିଛି ଆପଣଙ୍କର ଶିଶୁ ସେବିକା ପାଇଁ ଯେଉଁ ଆମର ଶିଶୁ ବାଟିକାରେ ଯେଉଁ ଆମର ଶିଶୁ ସେବିକା ରହିବେ ତ ତାଙ୍କ ପାଇଁ ଗୋଟେ ସର୍ଟ ନୋଟିଫିକେସନ୍ ଆସିଛି ତାପରେ ହେଉଛି ଯେଉଁ ଆମର ସାଲେରୀ କଥା ଯେଉଁ 3,000 ପର ମନ୍ଥ ସାଲେରୀ ତ ଇଏ ତ ଥିଲା ଆଜି ଗୋଟେ ଛୋଟ ଗୋଟେ ଇନଫର୍ମେସନ୍ ଭିଡ଼ିଓ ତ ଭିଡ଼ିଓଟି ଯଦି ଭଲ ଲାଗିଛି ଭିଡ଼ିଓକୁ ଲାଇକ୍ କରନ୍ତୁ କମେଣ୍ଟ କରନ୍ତୁ ସେୟାର କରନ୍ତୁ ଆଉ ଅଧିକରୁ ଅଧିକ ସେୟାର କରନ୍ତୁ ଯେଉଁମାନେ ବି ଶିଶୁ ସେବିକାରେ ହେଉଛି ଶିଶୁ ସେବିକା ପାଇଁ ଇଣ୍ଟରେଷ୍ଟ ଅଛନ୍ତି ତ ସମସ୍ତଙ୍କୁ ସେୟାର କରନ୍ତୁ ଆଉ ଆମର ହେଉଛି ଯେଉଁ ଏଜ୍ ଲିମିଟ୍ ଆଉ ଆପଣଙ୍କର ଏଜୁକେସନ୍ କ୍ୱାଲିଫିକେସନ୍ ତ ସେଟା ହେଉଛି ଏବେ ମେଣ୍ଟେନ୍ ଏଠି ଦେଖିପାରୁଥିବେ ମେନସନ୍ କରାହେଇନି ତ ସେଟା ଯେତେବେଳେ ଡିଟେଲ୍ସ ଗାଇଡ଼ଲାଇନ୍ ଯେତେବେଳେ ଆସିବ ତ ସେତେବେଳେ ମୁଁ ଆପଣମାନଙ୍କୁ ଜଣେଇବି କି ତାର ଏଜୁକେସନ୍ କ୍ୱାଲିଫିକେସନ୍ କ'ଣ ଦରକାର ଏଜ୍ ଲିମିଟ୍ କ'ଣ ଦରକାର ଆଉ ଯାହା ଯାହା ବି ଗାଇଡ଼ଲାଇନ୍ ଥିବ ତ ଜଣେଇବି ତ ସେଥିପାଇଁ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ରଖନ୍ତୁ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହିତ ଆପଣମାନେ ବେଲ୍ ଆଇକନକୁ ଦବାଇ ଦିଅନ୍ତୁ ଯାହାଫଳରେ ଯେତେବେଳେ ଭିଡ଼ିଓ ଆସିବ ତ ନୋଟିଫିକେସନ୍ଟି ଆପଣଙ୍କ ପାଖକୁ ସର୍ବପ୍ରଥମେ ପହଞ୍ଚିବ।